ଆମେ ଆସିକିରି ମନ୍ଦିର ଅନେକ ଆଳତି ହଉଥିଲା ଆଉ ଅନେକ ଶ୍ରଦ୍ଧାଳୁ ଆସିକିରି ମଙ୍ଗଳ ଆଳତୀର ମାନେ ସାଇରେ ଆଉ ଆଳତୀକେ ଅନୁଭବ କଲେ ଦେଖିଲେ ଭକ୍ତି ସମୟ ଆଉ ତାଙ୍କ ଭିତରେ ଗୋଟେ ଖୁସିର ଲହର ଥିଲା ଯେନ୍ଟା କି ଅଶ୍ବିନ ମାସରେ ଦଶରା ମାସରେ ହିଁ ଦେଖିବ ତ এই ସବୁର ଭିଜୁଆଲ ଆପଣମାନେ ଦେଖୁଥିଲେ ଦେଖୁଛନ୍ତି ନ୍ୟୁଜ ମାଧ୍ୟମରେ ତ ଆମକୁ ନିଶ୍ଚିତ ଭାବରେ ଭଲ ଲାଗୁଛି କି ଆପଣମାନେ ଏ କାର୍ଯ୍ୟକ୍ରମଟା ଆପଣ ଦେଖିଲେ ତ ମୁଁ ଭଲ ଯଦି ଭଲ ଲାଗଲା ତ ଆମେ ସମସ୍ତଙ୍କୁ ଅନୁରୋଧ କରୁ ଆମ ଚ୍ୟାନେଲକେ ଲାଇକ୍ କରୁ ସବସ୍କ୍ରାଇବ କରୁ ଆଉ ଫଲୋ କରୁ ତାଠୁ ଯଦି ଆଉ କିଛି ଭଲ ଲାଗଲା ତାହେଲେ ଆମକୁ କମେଣ୍ଟ ମାଧ୍ୟମରେ ଲେଖିକି କହିଲେ ଜଣାଇଲେ ଆମେ ଖୁସି ହେବୁ ଆଉ ଆମେ ସମସ୍ତ ଦର୍ଶକମାନଙ୍କୁ ଆନ୍ତରିକ ଶୁଭେଚ୍ଛା ସହିତ ଆଉ ଆନ୍ତରିକ ପ୍ରେମ ସହିତ ଧନ୍ୟବାଦ ଜ୍ଞାପନ बोल हरि नित्यानंद बाबू मनमान छात्र से दुर्गा देवी विग्रह के होगा आनंद एक बार हरि बोल हरि स्व कुटुंब सुखी बाबू से दुर्गा देवी विग्रह के होगा आनंद एक बार हरि बोल हरि अभिजीत बाबू मनमान छात्र से दुर्गा देवी विग्रह के होगा आनंद एक बार हरि बोल हरि समस्त भक्तजन मनमान छात्र से दुर्गा देवी विग्रह के होगा आनंद एक बार हरि बोल हरि धन जन गोपालक्ष्मी चतुर्गुण प्राप्ति भाव से दुर्गा देवी विग्रह के होगा आनंद एक बार हरि बोल हरि जे जहां मनमान छात्र मुझे दूसरा मास आम नवरात्र पंचम दिन भक्ता हिसाब से बसुले पचारमा जे आज दिन से माँ दुर्गा रूपटे आज उपासना करें पूजा अर्चना आज्ञा तो प्रथम वर्षा आज हूँ नवरात्र पंचम दिन माँ को आप रूपटे आप पूजा अर्चना कर ଆମେ ସପରିବାର ସବୁଦିନ ନବରାତ୍ରି ଟିକେ ବସିବୁ ମାଙ୍କର ଆଶୀର୍ବାଦ ସବୁଦିନ ହଳକା ବି ଏଥର ଏଥର ବି ହଳକା ହେଇଛି ଆଜି ମାଙ୍କୁ ସ୍କନ୍ଦ ମାତାର ଉପରେ ପୂଜା କଲୁ ବହୁତ ଭଲ ଲାଗିଲା ପୂଜା କରିବା ଆମେ ସେଥିରେ ବହୁତ ଆନନ୍ଦିତ ଆଉ ମାଙ୍କର କୃପାରୁ ତ ସବୁ ଆଜି ଆମେ ଅଛୁ ଆଉ ସବୁଥର କରି ଆସିବୁ ଆଉ ଗୋଟେ କଥା କହିବି ଯେ ମା ଦୁର୍ଗା ସବୁବେଳେ ଜଙ୍ଗଲ ଭିତରେ ତାଙ୍କର ଅବସ୍ଥାନ କରସନ୍ ଆଉ ତାଙ୍କ ଅବସ୍ଥାନ ଏନ୍ତା ଜାଗାରେ ଅଛି ଯେନ୍ ଜାଗାରେ କି ସୁନ୍ଦର ଦିଶି ସବୁଜିମା ଅଛି ତାଙ୍କର ଜାଗାଟା ତ ଇ ଅବସରରେ ମୁଇଁ ଆଉ ଜଣେ ଆମ ଭକ୍ତଙ୍କୁ ପଚାରିଲି ଯେ ଆମ ନବରାତ୍ର ଅବସରରେ ଆମ ସଗଳିତ ଦର୍ଶକ ମାନଙ୍କୁ ସବୁଜିମା ଉପରେ କାଣା ବାର୍ତ୍ତା ଦେବେ? जय माँ दुर्गा माँ तो नौका रूपरे अवतार किंतु आमे बण दुर्गा हिसाब रे माँ को जंगल पूजा करूँ से केते सिंह बाहिनी केते बाघर उपरे भी रहउछन केते सिंह उपरे भी रहउछन केते ताकर विभिन्न रूपरे आमे ताकर पूजा करूँ ଆଉ ତାଙ୍କ ଲାଗି ଏଇଥର ସମସ୍ତେ କହୁଛନ୍ ମା ବର୍ଷା ବି ବହୁତ ବଢିଆ ହେଇଛି ଚାଷ ବି ବଢିଆ ହେଇଛି ମା ଗଜ ଉପରେ ବସିକି ଆସିଛନ୍ତି ବୋଲି ସମସ୍ତେ କହୁଛନ୍ ଆର୍ ଆମେ ବି ଭାବୁଛୁ ମା ଆଜି ଏଇଥର ଗଜ ଉପରେ ଆଇଛନ୍ ସମସ୍ତଙ୍କ ଉପରେ ବହୁତ କୃପା ଅଛି ଯେନ୍ଟା କି ସମସ୍ତଙ୍କୁ ସବୁଥିରେ ସମୃଦ୍ଧିରେ ସମସ୍ତଙ୍କୁ ଆଶୀର୍ବାଦ ବି ଦେଇକି ଯିବେ ବୋଲି ଭାବୁଛନ୍ ସେଥିଲାଗି ବର୍ଷା ବି ବର୍ଷ ବହୁତ ବଢିଆ ହେଇଛି ଆଉ ଆମେ ସେଥିଲାଗି ସମସ୍ତେ ଖୁସି ଚାଷ ବି ସମସ୍ତଙ୍କର ବହୁତ ଭଲ ଦେବା ବୋଲି ଆମର ଆଶା କାରଣ ଏଥର ପାଣିର ଅସୁବିଧା କାହିଁ ରହିନାହିଁ ଏଇ ସମୟରେ ପାଣିର ବହୁତ ଅସୁବିଧା ହୁଏ ଯେନ୍ଟା କି ବର୍ଷ ମା ଗଜ ଉପରେ ବସିକି ବିରାଜମାନ ହେଇଛ ସେଥିରେ ସବୁଆଡେ ପାଣିର ଅସୁବିଧା ଆଉ ପ୍ରତି ଧାନ ଟିକେ ଶୁଖି ଆସିଲା ଟାଇମରେ ବର୍ଷା ହଉଛି ଯେନ୍ ଟାଇମରେ କି ଆମକୁ ପାଣିର ଅଭାବ ନାହିଁ
जय माँ दुर्गा। ଆଜ୍ଞା ଆମର ଗାଁରେ ଆଉ ଜଣେ ଜଙ୍ଗଲ ବିଭାଗର ଜଣେ କର୍ମଚାରୀ ଅଛନ୍ତି ତାଙ୍କୁ ପଚାରି ବୁଝିବା ତ ଜଙ୍ଗଲ କେମିତି ସୁରକ୍ଷିତ ହେବା ଯେମିତିକି ବୃଦ୍ଧି ଘଟବା ଆଉ ଲୋକ କେମିତିକି ଭଲ ଭାବରେ ରହିବେ ଆମକୁ ଆଉ ଆମ ଅଗଣିତ ଦର୍ଶନ ମଧ୍ୟ ବାର୍ତ୍ତା ଦେବେ। जोना जय माँ दुर्गा। मैं जंगल लोक अनुरोध जे जेते पारुछन गछ लगाले आम परिवेश वायुमंडल सब ठीक रहबा आ गछ लगाले वर्षा भी ठीक रहबा आ जीव जंतु समस्तंकर भल हेबा जेते पारुछन समस्तंको मोर अनुरोध गछ जगान आ जीव जंतुकर हत्या भी करू ना एटा मोर समस्तंको वार्ता। ଆଜ୍ଞା ଇଟା ଥିଲା ଆମର ବାର୍ତ୍ତା କି ଲୋକମାନେ କାଣା କରୁଛନ୍ ଅନାୟାସ ଗଛ କାଟି ଦଉଛନ୍ ଯାହା ଦ୍ୱାରା ବର୍ଷା ବି ଅଭାବ ହଉଛେ ଆଉ ଜଙ୍ଗଲରୁ ଜନ୍ତୁ ବି ମାରି ଦଉଛନ୍ ତ ମୁଇଁ ସମଗ୍ର ଭାରତବାସୀ ମାନଙ୍କ ତରଫରୁ ରିପବ୍ଲିକ ତରଫରୁ ମୁଇଁ ଅନୁରୋଧ କରିବି କି ପ୍ରତ୍ୟେକ ଗଛ ଲୋକ ଗୋଟେ ଗୋଟେ ଗଛ ଲଗାଉ ଆଉ ଜଙ୍ଗଲରେ ଏତେ ବଢାଉ କି ଲୋକ ସେଠାରେ ମାନେ ସୌନ୍ଦର୍ଯ୍ୟ ଅନୁଭୂତି ପାଇପାରିବେ। আর তার বাইরে গোটে কথা কহিবি যদি জন্তু অছন তো তাহলে জঙ্গল সুরক্ষিত দেব তো এই দৃষ্টিରୁ ମୁଁ କହିବି ଯେ ଜଙ୍ଗଲ ସୁରକ୍ଷିତ ଲାଗି ଗଛ ବି ଲଗାଯାଉ ଆଉ ଜନ୍ତୁ ବି ଲଗାଯାଉ। ଧନ୍ୟବାଦ। ଆଜ୍ଞା ଆଜି ଦଶହରା ପୂଜା ନବରାତ୍ରି ଉପଲକ୍ଷେ ଆଜି ପଞ୍ଚମ ଦିନ ଆଉ ମା ସ୍କନ୍ଦ ମାତାଙ୍କର ଆଜି ପୂଜା ଅନୁଷ୍ଠିତ ହେଉଛେ ତ এই ଅବସରରେ ଆମ ଭାରତବାସୀ ତଥା ଅଗଣିତ ଦର୍ଶକମାନଙ୍କୁ ଆପଣ କାଣା ବାର୍ତ୍ତା ଦେବେ? ଆଜି ପବିତ୍ର ଶାରଦୀୟ ଦୁର୍ଗା ପୂଜା ମହୋତ୍ସବ ଲାଗି ରହିଛି ଯାହା ମା ଦୁର୍ଗାଙ୍କର ଜୟ ମା ଦୁର୍ଗେ ଦୁର୍ଗତି ନାଶିନୀ ଶିବହର ପ୍ରିୟା ଭବାନୀ ମା ସଂସାର ସୁଖୀ କରବାର୍ ଲାଗି ଆଜି ନବରାତ୍ର ପୂଜା ସମସ୍ତকে ମା ଭଉଣୀମାନେ ସମସ୍ତେ ମା ଦୁର୍ଗାଙ୍କୁ ସ୍ମରଣା କରି ସଂସାର ସୁଖୀ ହେବାରେ ପରିବାର ସୁଖୀ ହେବାରେ ନବରାତ୍ର ବ୍ରତ ଉପାସନା କରୁଛନ୍। ଆଜି ହେଉଛି ପଞ୍ଚମ ରାତ୍ରି ମା କାଳ ଭୈରବୀ ରାତ୍ରି ମା କାଳ ଭୈରବ ଦୁଃଖ ଦୁର୍ଦଶା କାଳ ସବୁ ଦୂରୀଭୂତ କରିବାର ଲାଗି ମାଙ୍କ ନାଁ କାଳ ଭୈରବୀ ସେ ଆଜି ତାଙ୍କୁ ଯିଏ ସେବା କରିପାରବା ଯିଏ ପୂଜା କରିପାରବା ତାଙ୍କୁ ସନ୍ତୋଷ କରିପାରବା ସମସ୍ତ ପ୍ରକାର ଭୈରବ ଜିନିଷ କଳୁଷିତ ଜିନିଷ ସବୁ ଦୂରୀଭୂତ ହେଇଯିବା ଏବଂ ସଂସାର ସୁଖୀ ହେବା ଏଇଟା ହେଉଛି ମାଙ୍କର ମୁଖ୍ୟ ଏବଂ ଶାରଦୀୟ ଦୁର୍ଗା ପୂଜା ମହୋତ୍ସବର ମୁଖ୍ୟ ଶ୍ୟାମ ସୁନ୍ଦର ପଡ଼ା କହୁଛେ ମୋର ବୀର ମହାରାଜପୁର ଅଞ୍ଚଳ ହେ ବୀର ମହାରାଜପୁର ଓ ସୁନ୍ଦର ଶ୍ୟାମ ସୁନ୍ଦର ଭାରତବାସୀ ଓଡ଼ିଶାବାସୀ ପୃଥିବୀବାସୀ ଶାନ୍ତି ହଉ ମା ସମସ୍ତଙ୍କୁ ଶାନ୍ତି ଦିଅନ୍ତୁ। ଜୟ ମା ଦୁର୍ଗେ ଜୟ ମା ଦୁର୍ଗେ ଜୟ ମା ଦୁର୍ଗେ। ଧନ୍ୟବାଦ। ନିର୍ମାଣପୁର ରିପୋର୍ଟିଂ ଓଡ଼ିଶା ସଦା ସର୍ବଦା